ସେହି ସମୟର କଥା, ଯେଉଁ ସମୟରେ ସାପମାନଙ୍କ ଦେହରେ ଆଦୌ ବିଷ ନଥିଲା। ସେମାନେ ଗୋଟିଏ ସାଧାରଣ ଜୀବ ପରି ଜୀବନ କାଟୁଥିଲେ। ଫଳରେ କିଛି ବଣୁଆ ପଶୁପକ୍ଷୀ ସାପମାନଙ୍କୁ ମାରି ଖାଉଥିଲେ। ତେଣୁ ସାପମାନେ ଭାରି ଭୟରେ ତାଙ୍କ ଜୀବନ କାଟୁଥିଲେ। ଦିନକର କଥା, ଦିନେ ଗୋଟେ ସାପକୁ କିଛି ବଣୁଆ ପଶୁ ମାରିବାକୁ ଗୋଡ଼େଇଲେ। ସାପଟି କୌଣସି ଉପାୟ ନ ପାଇ ନିଜ ଜୀବନ ବଞ୍ଚାଇବାକୁ ଗୋଟିଏ ନେଉଳ ଗାତ ଭିତରକୁ ପଶିଗଲା। ନେଉଳ ବି ସ୍ୱଭାବରେ ଭାରି ସରଳ ଜୀବଟିଏ ଥିଲା। ସେତେବେଳକୁ ସାପ ସହ ନେଉଳର କୌଣସି ଶତ୍ରୁତା ନଥିଲା। ନେଉଳ ସାପକୁ ସୁରକ୍ଷା ଦେବାକୁ ଯାଇ କହିଲା, ତମେ ମୋଟେ ବ୍ୟସ୍ତ ହୁଅନି, ଏଠି ତମର କେହି କିଛି କ୍ଷତି କରିପାରିବନି। ତମେ ଯେତେ ଦିନ ଚାହିଁବ ଏଠି ରହିପାରିବ। ତମେ ମୋର ଅତିଥି, ମୋ ପାଖରେ ତମେ ଶରଣ ପଶିଛ, ତେଣୁ ତମର ଭଲମନ୍ଦ ବୁଝିବା ମୋର ଦାୟିତ୍ୱ। ସାପ ନେଉଳଠାରୁ ଏକଥା ଶୁଣି ଦୀର୍ଘ ନିଶ୍ୱାସଟେ ମାରିଲା। ଏଣିକି ଦୁହେଁ ସାଙ୍ଗ ହେଇ ରହିଲେ। ଗୋଟିଏ ଗାତରେ ମିଳିମିଶି ଚଳିଲେ। ଏମିତି ଏମିତି ସମୟ ଗଡ଼ି ଚାଲିଲା। ଦିନେ ସାପ ନେଉଳ ଗାତରେ କିଛି ଅଣ୍ଡା ଦେଲା। ଅଣ୍ଡାର ଛୁଆ ଫୁଟିବାକୁ ଆଉ ଅଳ୍ପ ଦିନ ବାକି ଥାଏ। ଠିକ୍ ସେହି ସମୟରେ ଗୋଟିଏ ଗୋଧି ନେଉଳ ଗାତ ଦେଇ ଯାଉଥିଲା। ଗାତ ଭିତରେ କାହାକୁ ନଥିବାର ଦେଖି ଗୋଧି ସାପ ଅଣ୍ଡାତକ ଖାଇ ସେଠୁ ଚାଲିଗଲା। ସେହି ସମୟରେ ସାପ ଆହାର ଖୋଜିବାକୁ ଗାତ ବାହାରକୁ ଯାଇଥିଲା। ଆଉ ତା ପରେ ପରେ ନେଉଳ ବି ତା ଖାଦ୍ୟ ସଂଗ୍ରହ କରିବାକୁ ଜଙ୍ଗଲ ଭିତରକୁ ଯାଇଥିଲା। କିଛି ସମୟ ପରେ ସାପ ଆସି ଦେଖେ ତ ତା ଅଣ୍ଡାତକ ନାହିଁ, ଆଉ ତା ସହ ନେଉଳ ମଧ୍ୟ ସେଠି ନାହିଁ। ଏବେ ସାପ ମନରେ ନେଉଳକୁ ନେଇ ସନ୍ଦେହ ହେଲା। ସେ ଭାବିଲା, ନେଉଳ ନିଶ୍ଚିନ୍ତ ତା ଅଣ୍ଡାତକ ଖାଇ ସେଠୁ ଚାଲିଯାଇଛି। ଏତକ ଭାବି ସେ ଭୀଷଣ ରାଗିଗଲା। ହେଲେ ସେ କ'ଣ ବା କରିପାରିବ? ସେ ତ ଗୋଟେ ସରଳ ଜୀବଟେ। ନା ତା ଦେହରେ ବିଷ ଅଛି, ନା ସେ ହିଂସ୍ର। ତେଣୁ ଭାବିଲା, ନେଉଳକୁ ମାରି ସେ ପ୍ରତିଶୋଧ ନେଇପାରିବ ନାହିଁ। ସେଠୁ ସାପ ନେଉଳର ଗାତରୁ ବାହାରି ଯାଇ ଭଗବାନଙ୍କୁ ତପସ୍ୟା କଲା। ଅନେକ ତପସ୍ୟା ପରେ ଭଗବାନ ସାପକୁ ଦେଖାଦେଲେ। ତାପରେ ଭଗବାନ ସାପକୁ ତାର ତପସ୍ୟାର କାରଣ ପଚାରିଲେ। ସାପ କହିଲା, ହେ ପ୍ରଭୁ, ଆମର ସରଳତାର ସୁଯୋଗ ନେଇ ଆମକୁ କେହି ବଞ୍ଚିବାକୁ ଦେଉନାହାନ୍ତି। କେହି ଯଦି ଆମ ସହ ଅନ୍ୟାୟ କରୁଛି, ତେବେ ଆମେ ତା ସହ ଲଢ଼ିପାରୁନୁ। ଆମେ ଆମର ନିଜ ସୁରକ୍ଷା କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ। ତେଣୁ ଆପଣ ଯଦି ମୋ ତପସ୍ୟାରେ ସନ୍ତୁଷ୍ଟ, ତେବେ ଆମ ଦେହରେ ଏମିତି ବିଷ ଭରି ଦିଅନ୍ତୁ, ଯଦି ଆମର କେହି ଅନିଷ୍ଟ କରିବ, ଆମେ ତାକୁ ଜବାବ ଦେଇପାରିବୁ, ନିଜକୁ ଶତ୍ରୁଠାରୁ ରକ୍ଷା କରିପାରିବୁ। ସାପ କଥା ଶୁଣି ଭଗବାନ ସାପକୁ ଆଶୀର୍ବାଦ କଲେ। ସେଇଦିନଠୁ ସାପ ଦେହରେ ବିଷ ଭରିଗଲା। ଧୀରେ ଧୀରେ ଏକଥା ସାରା ଜଙ୍ଗଲରେ ପ୍ରଚାର ହେଇଗଲା। ଏବେ କେହି ପଶୁପକ୍ଷୀ ସାପମାନଙ୍କୁ ଆଘାତ କରିବାକୁ ସାହସ କଲେନି। ସେପଟେ ନେଉଳ ବି ତା ଗାତ ଛାଡ଼ି ଅନ୍ୟ ଜାଗାକୁ ଚାଲିଗଲା। ନେଉଳ ଜାଣିଥିଲା ଯେ ସାପ ତା ଅଣ୍ଡା ଖାଇଥିବାର ପ୍ରତିଶୋଧ ନିଶ୍ଚୟ ନେବ। ଆଉ ସେଇଥିପାଇଁ ସେ ଭଗବାନଙ୍କୁ ତପସ୍ୟା କରି ତା ଦେହରେ ବିଷ ଭରି ଦେଇଛି। ଏବେ ନେଉଳ ପାଖରେ ତା ଜୀବନ ବଞ୍ଚାଇବାକୁ କିଛି ବାଟ ନଥିଲା। ଶେଷରେ ନେଉଳ ବି ଭଗବାନଙ୍କୁ ତପସ୍ୟା କଲା। ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ନେଉଳକୁ ଦେଖାଦେଲେ। ନେଉଳ ନିଜ ସପକ୍ଷରେ ଯାଇ କହିଲା, ହେ ପ୍ରଭୁ, ଆପଣ ତ ଜାଣନ୍ତି ଯେ ମୁଁ ଗୋଟେ ସରଳ ଜୀବଟେ। ମୁଁ ସାପକୁ ଜଣେ ବନ୍ଧୁ ହିସାବରେ ଘରେ ଜାଗା ଦେଇଥିଲି, ହେଲେ ତା ଅଣ୍ଡା ଖାଇନଥିଲି। ତଥାପି ସେ ବିଷାକ୍ତ ହେଇ ମୋତେ ମାରିବାକୁ ଖୋଜୁଛି। ତେଣୁ ମୋତେ ଟିକେ ଶକ୍ତି ଦିଅନ୍ତୁ। ଯେତେବେଳେ ସାପ ମୋ ସହ ସାମ୍ନାସାମ୍ନି ହେବ, ସବୁବେଳେ ବିଜୟ ମୋର ହିଁ ହେବ। ଭଗବାନ ନେଉଳକୁ ବି ଆଶୀର୍ବାଦ କଲେ ଏବଂ ତାହା ହିଁ ହେବ ବୋଲି ତଥାସ୍ତୁ କହି ସେଠୁ ଅନ୍ତର୍ଦ୍ଧାନ ହେଇଗଲେ। ଏମିତି କିଛି ଦିନ ଗଡ଼ି ଚାଲିଲା। ଦିନେ ସାପ ଓ ନେଉଳ ଦୁହେଁ ସାମ୍ନାସାମ୍ନି ହେଇଗଲେ। ସାପ ନେଉଳକୁ ଯେତେ ଚୋଟ ମାରିବାକୁ ଚାହିଁଲେ ବି ନେଉଳ ଖସି ଯାଉଥାଏ। ନେଉଳ ଚାହିଁଥିଲେ ସାପକୁ ସେଇଠି ମାରିପାରିଥାନ୍ତା, କିନ୍ତୁ ସେ ସାପକୁ ମାରିଲାନି। କାରଣ ସେ ଜାଣିଥିଲା ଯେ ସାପ ତାକୁ ଭୁଲ ବୁଝିଛି।
ଯେଉଁଦିନ ସେ ସତ କ'ଣ ଜାଣିବ ସେ କେବେ ବି ତାକୁ ମାରିବାକୁ ଆଗଭର ହେବନି। ତେଣୁ ନେଉଳ ନିଜକୁ ବଞ୍ଚେଇ ସେଠୁ ଚାଲି ଆସିଲା। ସେହି ଦିନଠାରୁ ସାପ ଓ ନେଉଳ ଭିତରେ ଶତ୍ରୁତା ରହିଗଲା। ସାମାନ୍ୟ ଗୋଟିଏ ଭୁଲ ବୁଝାମଣା ଯୋଗୁଁ ଦୁହେଁ ଦୁହିଁଙ୍କର ଚିରକାଳ ପାଇଁ ଶତ୍ରୁ ହୋଇଗଲେ।